ସାଇକୋଲୋଜି କହିଥାଏ ଯଦି ବିଛଣା ଉପରେ ଗେହିବା ସମୟରେ ଆପଣଙ୍କ ପାଣି ବହୁତ ଜଲ୍ଦି ବାହାରି ଯାଉଛି ଓ ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଗେହିବାକୁ ଚାହୁଁଛନ୍ତି ତେବେ ଏହି ଗୋଟିଏ ଉପାୟ ନିଶ୍ଚୟ କରନ୍ତୁ। 250 ml ଗରମ କ୍ଷୀର ନିଅନ୍ତୁ। ଏଥିରେ 2ଟି ପାଚିଲା କଦଳୀକୁ ଖଣ୍ଡ ଖଣ୍ଡ କରି କାଟି ପକାନ୍ତୁ। 1 ଚାମଚ କିସମିସ ପକାନ୍ତୁ ଓ 2ଟି ଗୁଜୁରାତିର ଦାନା ପକାନ୍ତୁ ଓ ଏସବୁକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ନିଅନ୍ତୁ ଓ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ରାତିରେ ଖାଇବାର 1 ଘଣ୍ଟା ପରେ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ କରିବାର ସମୟ ବଢ଼ିବା ସହିତ ଗୁପ୍ତାଙ୍ଗ ରାତିସାରା ଠିଆ ହୋଇ ମଧ୍ୟ ରହିବ। ସାଇକୋଲୋଜି କହିଥାଏ ଯଦି ଆପଣ ନିଜ ବାଣ୍ଡଟିକୁ ସବୁଦିନ ପାଇଁ ଲମ୍ବା, ମୋଟା ଓ ମଜବୁତ ବନାଇବାକୁ ଚାହୁଁଛନ୍ତି ତେବେ 3ଟି ଲବଙ୍ଗ ଓ ଗୋଟିଏ ଛୋଟ ଗୁଜୁରାତିର ଦାନାକୁ ନେଇ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ ଓ ଏଥିରେ 1 ଚାମଚ ନଡ଼ିଆ ତେଲ ଓ ଅଧା ଚାମଚ ଭେସଲିନ୍ ମିଶାଇ ପେଷ୍ଟ କରି ନିଅନ୍ତୁ ଓ ଏହାକୁ ନିଜ ଗୁପ୍ତାଙ୍ଗ ଉପରେ ପ୍ରତିଦିନ 1 ଥର ଧୀରେ ଧୀରେ 5 ମିନିଟ୍ ପର୍ଯ୍ୟନ୍ତ ମାଲିସ କରନ୍ତୁ। ଏମିତି 1 ମାସ ପର୍ଯ୍ୟନ୍ତ କରନ୍ତୁ ଆଉ ଦେଖନ୍ତୁ ଏହାର କମାଲ। ସାଇକୋଲୋଜି କହିଥାଏ ମହିଳାମାନଙ୍କର ସବୁଠାରୁ ଅଧିକ ଉତ୍ତେଜିତ ଭାଗ ତାଙ୍କ ନିପଲ ହୋଇଥାଏ, ଯାହାକୁ ଟଚ୍ କରିବା ଦ୍ୱାରା ମହିଳାଙ୍କ ପୁରା ଶରୀରରେ ଉତ୍ତେଜନା ଖେଳି ଯାଇଥାଏ। ସାଇକୋଲୋଜି କହିଥାଏ ଯେତେବେଳେ ପୁରୁଷ କୌଣସି ମହିଳା ଜଙ୍ଘକୁ କଷିକି ଧରିଥାଏ ତେବେ ସେତେବେଳେ ମହିଳାଙ୍କ ହୃଦୟର ସ୍ପନ୍ଦନ ସବୁଠାରୁ ଅଧିକ ବଢ଼ି ଯାଇଥାଏ ଓ ସେ କାମୁକ ହୋଇ ଯାଇଥାନ୍ତି। ସାଇକୋଲୋଜି କହିଥାଏ ଯଦି ଗେହିବା ସମୟରେ ଆପଣଙ୍କ ବାଣ୍ଡଟି ଜଲ୍ଦି ଢିଲା ପଡ଼ିଯାଉଛି ବା ପାଣି ବହୁତ ଜଲ୍ଦି ବାହାରି ଯାଉଛି ବା ଦ୍ୱିତୀୟ ଥର ଜମାରୁ ଠିଆ ହେଉନାହିଁ ତେବେ ଏହି ଘରୋଇ ଉପାୟ ନିଶ୍ଚୟ କରନ୍ତୁ। ପ୍ରତିଦିନ ନିଜ ପକେଟରେ 7ଟି ଭଲ ଦାନା ଥିବା ଗୁଜୁରାତି ରଖନ୍ତୁ ଓ ଏହାକୁ ସକାଳଠାରୁ ଆରମ୍ଭ କରି ରାତି ହେବା ପର୍ଯ୍ୟନ୍ତ ସେହି 7ଟି ଗୁଜୁରାତିକୁ ଗୋଟେ ଗୋଟେ କରି ଚୁବାଇ ଖାଆନ୍ତୁ। ଏମିତି ପ୍ରତିଦିନ 7ଟି ଗୁଜୁରାତି ଖାଆନ୍ତୁ ଆଉ ଦେଖନ୍ତୁ ଏହାର କମାଲ। ସାଇକୋଲୋଜି କହିଥାଏ ଲୋକଙ୍କୁ କେବଳ ଆପଣଙ୍କ ସଫଳତା ନଜର ଆସିଥାଏ କିନ୍ତୁ ସଫଳତା ପଛରେ ଲୁଚିଥିବା କଷ୍ଟ ନୁହେଁ। ସାଇକୋଲୋଜି କହିଥାଏ ବୁଦ୍ଧିମାନ ବ୍ୟକ୍ତି ସେ ହୋଇଥାଏ ଯିଏ ଅନ୍ୟକୁ ଦେଖି ତାଙ୍କ ବିଶେଷତାରୁ ଶିଖିଥାଏ ନା କି ତାଙ୍କ ସହିତ ନିଜକୁ ତୁଳନା କରିଥାଏ।